ମୋ ନାଁ ଗୋପାଳ ଡାଲି MB96 ଆମ ବ୍ରିଜ ପ୍ରତି ବର୍ଷ ଧରିକି ଏମିତି ହଇରାଣରେ ପଡୁଛୁ ଆମେ। ଏବେ ଭାସ୍ତର ଯିବା ପାଇଁ ପୁରା ବ୍ରିଜ ଉପରେ ପାଣି ବଢି ଯାଇଛି। ଏବେ ମୋର ଗୋଟେ ରିକ୍ୱେଷ୍ଟ ଯେ ଶୀଘ୍ର ଆମର ବ୍ରିଜର କାମ ହେଉ ଆଉ ଏମିତି ଲେଟ୍ ନ ହଉ। ନା କଣ? ମୋ ନାଁ ରାଜେଶ ଦାସ। ଆମେ ବର୍ତ୍ତମାନ 96 ପୋଲ ଉପରେ ଅଛି। ବୋଲେ ତ ପ୍ରତ୍ୟେକ ବର୍ଷ ଯେମିତି ବର୍ଷା ହେଲେ ବ୍ରିଜଟା ବୁଡ଼ି ଯାଉଛି, ଲୋକଙ୍କ ଯିବା ଆସିବା ଅସୁବିଧା ହେଉଛି। ଆଉ ଗୋଟେ ବ୍ରିଜର କାମ ଚାଲୁଛି ବୋଲେ ତ ଗୋଟେ 1.5 ବର୍ଷ ହେଇଗଲାଣି, ଏବେ ଟିକେ ବି ସ୍ଲୋ ଗତିରେ ଚାଲୁଛି, ଟିକେ ବି ରେଡି ହେଇନାହିଁ। ଯେମିତି କାମଟା ଜଲ୍ଦି ହେବ, ଆମର ଯିବା ଆସିବା ସୁବିଧା ହେବ, ତା ପ୍ରତି ଟିକେ ଧ୍ୟାନ ଦେଲେ ସରକାରଙ୍କୁ ଅନୁରୋଧ କରୁଛି, ତାପରେ ଟିକେ ଧ୍ୟାନ ଦେଲେ ଜଲ୍ଦି ବ୍ରିଜ କମ୍ପ୍ଲିଟ୍ ହେବ। ତ କାଲିଠୁ ଏମିତି ପୁରା ଫୁଲ୍ ପରିମାଣରେ ଲଗାଣ ବର୍ଷା ଲାଗି ରହିଛି। ଯେହେତୁ ଆପଣ ଦେଖିପାରୁଛନ୍ତି ବ୍ରିଜ୍ ବି ବୁଡ଼ିଗଲା, ଆଉ ମୁଁ ଯାଉଥିଲି କାଲିମେଳାକୁ, ତ ଏବେ ମୋର ଯିବା ବି ସମ୍ଭବ ନାହିଁ। ଯେହେତୁ ଏବେ ପାଣି କେତେବେଳେ କମିବ ଜଣାପଡ଼ୁନି କିଛି। ତ ଏମିତି ଯିବା ଆସିବା ବହୁତ କଷ୍ଟକର ହେଇଯାଉଛି ଲୋକମାନଙ୍କୁ। ପ୍ରତିବର୍ଷ ଏମିତି ବୁଡ଼ି ଯାଉଛି ବ୍ରିଜ୍ଟା। ସରକାର ଅଲରେଡ଼ି ନୂଆ ବ୍ରିଜ୍ କରୁଛନ୍ତି, କିନ୍ତୁ ଅତି ଶୀଘ୍ର ଯଦି ନୂଆ ବ୍ରିଜ୍ଟା ହେବ ତ ଲୋକମାନଙ୍କୁ ଏ ଅସୁବିଧାର ସମ୍ମୁଖୀନ କରିବାକୁ ପଡ଼ିବନି। ଲଗାଣ ବର୍ଷା ଯୋଗୁଁ ସମ୍ପୂର୍ଣ୍ଣ ମାଲକାନଗିରି ଜିଲ୍ଲାରେ ଯାତାୟାତ ଠପ୍। କେଉଁଠି 4 ଫୁଟରୁ ପାଣି ପ୍ରବାହିତ ହେଉଛି ତ କେଉଁଠି 2 ଫୁଟର ପାଣି ପ୍ରବାହିତ ହେଉଛି। ଦୀର୍ଘ 2 ଦିନ ଧରି ଲାଗି ରହିଥିବା ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ। ତେବେ ତଳୁଆ ବ୍ରିଜ୍ ଗୁଡ଼ାକ ପାଇଁ ନୂତନ ଭାବରେ ବ୍ରିଜ୍ ନିର୍ମାଣ ହେଉଥିବା ବେଳେ ଏହି ବ୍ରିଜ୍ ନିର୍ମାଣ କାମ କେବେ ସରୁଛି ତାହା ଏବେ ଦେଖିବାକୁ ବାକି ରହିଲା। ଆଶିଷ କୁମାର ବାଇନ୍, ମହାଭାରତ ଲାଇଭ୍।